नमस्कार दर्शक बंधु शुभ संध्या। आज संध्यार किछिटा गुरुत्वपूर्ण खबर अच्छी चलतु नजर पकईबा। तेबे ता पूर्व आपण मैंने केउं जिल्लार देखुछंती निश्चिंत गोटे कमेंट करिवे। तेबे राजधानी रे प्रबल वर्षा 9टी जिला को सतर्क सूचना जारी कला पाणीपाग विभाग। राज्य रे आगामी 5 दिन जाए लागी रहिबो वर्षा। 4 दिन जाए बिजुली घड़घड़ी सहित किछि जिले में प्रबल अति प्रबल वर्षा हेबो। आ 9टी जिला को वर्षा ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନବରଙ୍ଗପୁର। ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଭୁବନେଶ୍ୱରରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ବର୍ଷାରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣିର ଲହଡ଼ି ଲାଗିଥିଲା, ଯାହାଫଳରେ ଗାଡ଼ି ସବୁ ଅଚାନକ ରହିଯାଇଥିଲା। ପାଣିପାଗ ବିଜ୍ଞାନ ସୂଚନା ଦେଇଛି ଆଗାମୀ 5 ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ତେନେଇ ସତର୍କ ସୂଚନା ଜାରି କରିଛି। ଓଡ଼ିଶାରେ ବନ୍ଦ ହେବ ମଦ, ନିଶାମୁକ୍ତ ହେବ ସାରା ଓଡ଼ିଶା। ତେବେ ଓଡ଼ିଶାରେ ବନ୍ଦ ହେବ ମଦ, ରାଜ୍ୟରେ କମିବ ନିଶା ବ୍ୟବହାର। ରାଜ୍ୟରେ ପର୍ଯ୍ୟାୟକ୍ରମେ ମଦ କାରବାର ବନ୍ଦ ରହିଯିବ। ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବଡ଼ ବୟାନ। ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ଆଉ ସରକାର ସ୍ତରରେ ଅନେକ ରାଜ୍ୟରେ ମଧ୍ୟ ମଦ ବନ୍ଦ ହୋଇଗଲାଣି। ତେବେ ଓଡ଼ିଶା କାହିଁକି ନ ହେବ? ମଦ ବନ୍ଦ କରାଯାଉ। ଆଉ ଓଡ଼ିଶା ସରକାର ମଦ ବନ୍ଦ କରିବାକୁ ଚେଷ୍ଟା କରିବା, ନିଶା କାରବାର ଉପରେ କମିଯିବା ଏବଂ ଓଡ଼ିଶାକୁ ମଦମୁକ୍ତ କରି ନିଶାସକ୍ତ ନ କରିବା ପାଇଁ ଯୋଜନା କରିଛନ୍ତି। ଅବକାରୀ ସମେତ ବିଭିନ୍ନ ବିଭାଗର ସରକାରୀ ସହିତ ଆଲୋଚନା କରି କିଛି ପଦକ୍ଷେପ ନିଆଯିବ। ଡ୍ରଗ୍ସ କାରବାର ବିରୋଧରେ ଏହି କାର୍ଯ୍ୟକ୍ରମ କରାଯିବ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକ ହେଉ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 2 ଉପମୁଖ୍ୟମନ୍ତ୍ରୀ ସହିତ ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହିତ 2 ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଗସ୍ତ କରିବେ। ଆଉ ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ 2 ଉପମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବେ। ଏଥିସହିତ ସେମାନେ ବିଜେପିର କିଛି ନୂଆ ଶୀର୍ଷ ନେତୃତ୍ୱଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ଜଣାପଡ଼ିଛି। ଓଡ଼ିଶାକୁ ନମ୍ବର 1 ରାଜ୍ୟରେ ପରିଣତ କରିବା ପାଇଁ ବିଜେପିର ନିଜ ନିର୍ବାଚନୀ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ଓଡ଼ିଶାବାସୀକୁ ଦିଆଯାଇଥିବା ପ୍ରତିଶ୍ରୁତି କିପରି ପାଳନ କରାଯିବ ତାହା ଉପରେ ବିସ୍ତୃତ ଭାବେ ଦଳର ଶୀର୍ଷ ନେତୃବୃନ୍ଦ ଆଲୋଚନା କରିବେ ବୋଲି କୁହାଯାଇଛି। ଏଥିସହିତ ରାଜ୍ୟରେ ଆଗାମୀ 100 ଦିନରେ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ରାଜନୈତିକ ମହଲରୁ ଚର୍ଚ୍ଚା ଧରିଛି। ଖୁବ୍ ଶୀଘ୍ର ନିଆଯିବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, ଏମିତି କହିଲେ ଆଇନ ମନ୍ତ୍ରୀ। ତେବେ ଖୋଲିବ ରତ୍ନଭଣ୍ଡାର, ଆଉ ଖୁବ୍ ଶୀଘ୍ର ତାରିଖ ମଧ୍ୟ ଘୋଷଣା କରିବେ ରାଜ୍ୟ ସରକାର। ଶୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ଏବେ ଲୋକେ ଅପେକ୍ଷା କରିଛନ୍ତି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ ଆଇନ ମନ୍ତ୍ରୀ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ 3ଟି ବିଭାଗ ଭଳି କିଭଳି ରାଜ୍ୟବାସୀ ସେବାରେ ଲାଗିପାରିବ ତାହା ହିଁ ପ୍ରଥମ ପ୍ରାଥମିକତା। ଆଉ 100 ଦିନିଆ, ବର୍ଷିକିଆ ଏବଂ 5 ବର୍ଷିଆ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଏବେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ରମ କରାଯିବ। ଆଜି ଅପରାହ୍ନ ପୂର୍ତ୍ତ ବିଭାଗର ଅଧିକାରୀମାନେ ସମୀକ୍ଷା କରିବେ। ଆଉ ଖୁବ୍ ଜଲ୍ଦି 100 ଦିନିଆ କାର୍ଯ୍ୟକାଳୀ ଚାଲିବ ଏବଂ ରୋଡ ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହେବ। ଆଉ କିଛି ଦିନ ମଧ୍ୟରେ ମଧ୍ୟ ରତ୍ନଭଣ୍ଡାର ଖୁବ୍ ଜଲ୍ଦି ଖୋଲାଯିବ। ଏନେଇ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି କୁହାଯାଇଛି।